ପ୍ରେସମିଟ୍ କରି ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି। ଗଣମାଧ୍ୟମକୁ ସମ୍ବୋଧନ କରି ଶାସକ ବିଜେପି ଆଗରେ ଏପରି ଦାବି ରଖିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏବଂ ମୁଖପାତ୍ର ଲଲିନ ମହାନ୍ତି। ବିଜେଡି କହିଛି ସରକାର ରାଜ୍ୟର ଜାତିଭିତ୍ତିକ ଜନଗଣନା କରନ୍ତୁ। ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ଓବିସିକୁ 27% ସଂରକ୍ଷଣ ଦିଆଯାଉ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ହେଉଛି ସମନ୍ୱୟ କମିଟିକୁ ଷ୍ଟ୍ରଙ୍ଗ କରିବା ପାଇଁ ବିଜେଡି ସଭାପତି ଏକ କମିଟି ଗଠନ କରିଛନ୍ତି। ଉପଦେଷ୍ଟା କମିଟିର ଆବାହକ ରଖିଛନ୍ତି ପ୍ରସନ୍ନ ଆଚାର୍ଯ୍ୟଙ୍କୁ। ଏଥିସହିତ ଏଥିରେ ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ଚନ୍ଦ୍ରଶେଖର ସାହୁ, ଉପେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ସାମଲ, ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ବଦ୍ରିନାରାୟଣ ପାତ୍ର, ମଙ୍ଗଳ କିଷାନ, ଭୂପେନ୍ଦ୍ର ସିଂ, ରବିନାରାୟଣ ନନ୍ଦ ଇତ୍ୟାଦି ଅଛନ୍ତି ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ବିଜେଡି ସାଂସଦ ପ୍ରାର୍ଥୀଙ୍କ ବିସ୍ଫୋରକ ବୟାନ। କାହିଁକି ହାରିଲା ଦଳ? କହିଲେ ବିଜେଡିର ପରାଜୟ କାରଣ। ଏହି କାରଣ ସବୁ କହିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ। ସେ କହିଛନ୍ତି ବିଜେଡି 25 ବର୍ଷର ଯେତିକି କାମ କରିଛି ତାହା ହାଇଲାଇଟ୍ ହେଲାନି। ବିଜେପି କିଛି କାମ ନ କରି ବହୁତ ହାଇଲାଇଟ୍ କରିଛି, ବିଜୟ ହାସଲ କରିଛି। ନିର୍ବାଚନରେ ଦଳର ସୁପ୍ରିମୋ ଏରିଆକୁ ନ ବାହାରିବା କର୍ମୀମାନଙ୍କ ମନରେ ମନୋବଳ ବଢ଼ାଇଲା ନାହିଁ, ଯାହା ପାଇଁ ଦଳ ପରାଜୟ ହେଉଛି। ଶେଷ 2ରୁ 3 ମାସ ଯେତିକି କାମ ହେବା କଥା ସେତିକି ହେଲାନି। ସେହିପରି ରାଜ୍ୟରେ ବିଜେଡି ବିରୋଧରେ ହାୱା ବହୁଥିଲା। ନିର୍ବାଚନ ସମୟରେ ସମନ୍ୱୟ ଓ ରଣନୀତିର ଅଭାବ ରହିଲା। ଦଳ ତରଫରୁ ଡିଜିଟାଲ ମିଡିଆରେ ଠିକ୍ ଭାବରେ ପ୍ରଚାର ହୋଇନଥିବାରୁ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ପରବର୍ତ୍ତୀ ଖବର ହେଉଛି କୋଟି କୋଟି କର୍ମଚାରୀଙ୍କୁ ଦଶହରାର ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ତୃତୀୟ ଥର ପାଇଁ ସରକାର ଗଠନ ପରେ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ, ଉଚ୍ଚ କୁଶଳୀ ବର୍ଗର ଶ୍ରମିକମାନଙ୍କୁ ବଡ଼ ଘୋଷଣା କରାଯାଇଛି। ସେମାନଙ୍କର ମଜୁରୀ ପୂର୍ବଠାରୁ ବହୁତ ଅଧିକ ବୃଦ୍ଧି କରାଯାଇଛି ବୋଲି ତଥ୍ୟ ରହୁଛି। ପରବର୍ତ୍ତୀ ଖବର ହେଉଛି ନବୀନ ବାବୁ 24 ବର୍ଷ ଶାସନରେ ରାଜ୍ୟର ପଛକୁ ଯାଇଛି। ଗଣତନ୍ତ୍ରକୁ ଧ୍ୱଂସ କରି ଓଡ଼ିଆ अस्ମିତାକୁ ବିପଦରେ ପକାଇଲେ। ମନ୍ତ୍ରୀ ଏବଂ ବିଧାୟକମାନେ ମଞ୍ଚ ତଳେ ଛିଡ଼ା ହେଲେ। ସିଏମ୍ ଏବଂ ଅଧିକାରୀମାନେ ଭାଷଣ ଦେଲେ। ଭୋଟ ପାଇଁ ନବୀନ ଯେଉଁ ହୀନଚକ୍ରାନ୍ତ କଲେ ସେ ନିଜେ ଫସିଲେ। ଓଡ଼ିଆମାନେ ଯଦି କଷ୍ଟ ପାଇବେ ତେବେ ରାଜ୍ୟର ସରକାର ନିଶ୍ଚୟ ପରିବର୍ତ୍ତନ ହେବ। ଏଣୁ 24 ବର୍ଷର ସରକାରକୁ ପରିବର୍ତ୍ତନ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଏପରି କିଛି କହିଛନ୍ତି। ପରବର୍ତ୍ତୀ ଖବର ହେଉଛି ବିଜେପି ପରେ